এইটা ହେଉଛି ମୋ ଚାକିରି ଜୀବନର ପ୍ରଥମ କାହାଣୀ। ସେତେବେଳେ ମୁଁ କଳାହାଣ୍ଡିରେ DSP ଭାବେ ନିଯୁକ୍ତି ପାଇଥିଲି। କଥା କ'ଣ କି, ପୋଲିସ ଚାକିରି ପାଇସାରିବା ପରେ ମୋତେ ଇଲେକ୍ସନ୍ ଡ୍ୟୁଟି ପାଇଁ ସେଠାକୁ ପଠାଯାଇଥିଲା। ଆଉ ମୁଁ ସେଇଠାରେ ମୋ ଡ୍ୟୁଟି କରୁଥିଲି। ସେଦିନ ମୁଁ କଳାହାଣ୍ଡିରେ ପହଞ୍ଚି ସାରିଥିଲି। ଏକ ଡାକବଙ୍ଗଳାରେ ମୋ ପାଇଁ ରହିବାର ବ୍ୟବସ୍ଥା କରାଯାଇଥିଲା। ମୁଁ ଯେ ଡାକବଙ୍ଗଳାରେ ପହଞ୍ଚି ସାରିଥିଲି, ଏହି ସମୟରେ ସେ ଡାକବଙ୍ଗଳାର ଜଣେ କର୍ମଚାରୀ, ଯାହାର ନାଁ ବିନୁ, ଯାହା ସେ ନିଜ ମୁହଁରେ ମୋତେ କହିଛି। ସେ ମୋତେ କହିଲା, ସାର୍ ଆଜି ରାତିଟା ଏଠି ରୁହନ୍ତୁନି। ଆଜି ତ ଏମିତିରେ ବୈଶାଖ ପୂର୍ଣ୍ଣିମା, ଆପଣ ମୋ ଘରେ ରହିଯାଆନ୍ତୁ, ମୁଁ ଏଇଠି ରହିଯିବି। କ'ଣ କହୁଛ ତମେ? ଆରେ ରାତି ପାହିଲେ MLAଙ୍କର ଏଠି ସଭା ଅଛି। ମାନେ ଯିଏ ଏଠୁ ପ୍ରାର୍ଥୀ ହେଇଛନ୍ତି ସେ ଯାହା ବି ହେଲେ ରାତି ପାହିଲେ ଏଠିକି ଆସିବେ, ଆଉ ନିର୍ବାଚନ ପ୍ରଚାର କରିବେ। ପୁଣି କିଛି ଦିନ ପରେ କେନ୍ଦ୍ରର ମନ୍ତ୍ରୀ ବି ଏଠିକି ଆସିବାର ଅଛି। ମୋତେ ଏଠିକି ଦାୟିତ୍ୱ ଦେଇ ପଠାଯାଇଛି, ମୁଁ ପୁଣି ଯିବି କେମିତି? ସାର୍ ଆଜି ରାତିରେ ଏଠି ଟିକେ ନ ରହିଲେ ଭଲ, ପୂର୍ଣ୍ଣିମାଟା ନା। ଆରେ ପୂର୍ଣ୍ଣିମା ଏଠି ଡାକ ବଙ୍ଗଳାରେ ରହିଲେ ଅସୁବିଧା କ'ଣ ଅଛି ତମର? ନାଇଁ ଯେ ନ ରହିଥିଲେ ଭଲ। ଆରେ କ'ଣ ହେଇଛି ସମସ୍ୟାଟା ତ ଆଟଲିଷ୍ଟ ଟିକେ କୁହ। ନ ରହିଥିଲେ ଭଲ ହେଇଥାନ୍ତା, କିନ୍ତୁ କ'ଣ ହେଇଛି? ଏଇ ସମୟରେ ଜଣେ ଆସି କହିଲା, ସାର୍ ଆପଣଙ୍କର ଖାଇବା ହୋଟେଲରେ ଖାଦ୍ୟ ମଗେଇକି ଆସିଥିଲି ତ, ତେଣୁକରି ସେ ଆଣିକି ଆସିଥିଲା। ଶୁଣ ବିନୁ, ଖାଦ୍ୟଟା ଆଣିକି ଆସିଥାର, ତାପରେ ମୁଁ ତମଠୁ ସବୁ ବୁଝି ନେବି। ଠିକ୍ ଅଛି ସାର୍। ତାପରେ ଖାଦ୍ୟ ଆଣିସାରି ବିନୁ ମୋ ପାଖକୁ ଆସିଲା। ମୁଁ କହିଲି, ଏଥର କୁହ ଘଟଣାଟା କ'ଣ? ନାଇଁ ସାର୍ ଆରେ କ'ଣ ନ ରହିଥିଲେ ନାଇଁ ସାର୍, ଏମିତିରେ ଗପୁ ସମୟ ଚାଲିଯିବ। ଏମିତି କିଛି ଗପି ଚାଲିଥିବା ନା ଆଗକୁ ବଢିବା? ସାର୍ ଶୁଣ, ଗୋଟେ କାମ କର, ଏଥିରେ ମାଛ ଭଜା ଅଛି, ଚିଙ୍ଗୁଡ଼ି ଅଛି, ଆଉ ଚିଲି ଚିକେନ୍ ଅଛି। ଆସ ସାଙ୍ଗ ହେଇ ଖାଇବା। ନା ମ ସାର୍, ଆପଣ ଖାଇ ନିଅନ୍ତୁ। ଆରେ କ'ଣ ମୁଁ ଖାଇନେବି? ଆରେ ବସ, ଦି ଜଣ ସାଙ୍ଗ ହେଇ ଖାଇବା। ନାଇଁ ବାବୁ, ଆପଣ ପୋଲିସ ଲୋକ। ଆରେ ପୋଲିସ ଆଉ ଗୋଟେ ଅନ୍ୟ କର୍ମଚାରୀ ଭିତରେ ତଫାତ୍ କ'ଣ? ଆରେ ଆସ ନା, ଏନ୍ଜୟ ୟାର, ଆସ ସାଙ୍ଗ ହେଇ ଖାଇବା। ହଁ ଏବେ କୁହ ତ, କ'ଣ ପାଇଁ ଏଠି ତମେ ରହିବାକୁ ଆଜି ମୋତେ ମନା କରୁଛ? ସାର୍ ସେ ଅନେକ ଦିନ ତଳର କଥା ଆଜ୍ଞା। ଆରେ ଅନେକ ଦିନ ତଳର କଥା ମାନେ କ'ଣଟା କାହାଣୀ ତ ଆଟଲିଷ୍ଟ କୁହ। ସାର୍ ମୁଁ ସେତେବେଳେ ନୂଆ କରି ବଙ୍ଗଳାରେ କର୍ମଚାରୀ ହେଇ କାମ କରୁଥାଏ। ଏଠି ଗୋଟେ ଝିଅଟିଏ ରହୁଥିଲା ସାର୍। ତାର ନାଁ ଥିଲା ସାରିଆ। ତାକୁ ସମସ୍ତେ ସାରି ସାରି ବୋଲି ଡାକନ୍ତି। ମୋର ସେଦିନର କଥା ମନେ ଅଛି ସାର୍। ସେଦିନ ସାରିଆ ଏଇଠି ଠିଆ ହେଇ ଏ କେତେ ସୁନ୍ଦର ଚଢ଼େଇ ଗୁଡା କି ମା, କେତେ ସୁନ୍ଦର ହେଇଛନ୍ତି। କେତେ ସୁନ୍ଦର ଚଢ଼େଇ ହେଇଛନ୍ତି। ତାପରେ ମୁଁ କହିଲି, ଆରେ ପାଗେଳିଟା ଭଳିଆ ଏମିତି ଚଢ଼େଇ ଗୁଡାଙ୍କୁ ଦେଖି କ'ଣ ହଉଛୁ? ମୋ ନାଁ ପାଗେଳି ନୁହଁ। ମୋ ନାଁ କ'ଣ ତୁ ଜାଣିନୁ ବାବୁ? କାହିଁ କହିଥିଲୁ କି ମୁଁ ଜାଣିବି? ତୁ ଚଢ଼େଇ ଗୁଡାଙ୍କୁ ଦେଖି ଏମିତି ପାଗଳଙ୍କ ଭଳି କ'ଣ ହଉଛୁ? ଆରେ ବାବୁ, ମୋ ନାଁ ପାଗେଳି ନୁହଁ, ମୋ ନାଁ ସାରିଆ। ମତେ ମୋ ବା ଡାକୁଛି ସାରି। ହଁ ମୁଁ ହେଲେ ଶୁଣିଲି, ତତେ କହିଦେଇ ଗଲା। ସାରିଆରେ, ଆଉ ମୁଁ ନ ଫେରିବା ପର୍ଯ୍ୟନ୍ତ ତୁ କୁଆଡେ ଯିବୁନି। ତୁଟା ବଡ଼ ହେଲୁଣି, କେତେବେଳେ କୋଉ କଥା। ମୁଁ ସେସବୁ କଥାକୁ ଭ୍ରୂକ୍ଷେପ କରେନି ମ। ବା ସେମିତି କହିଦିଏ ସିନା, କିନ୍ତୁ ତା ପେଟ ଭିତରେ କିଛି ନଥାଏ। ତ ବା ତ ନିଇତି ପିଉଛି। ଆରେ ପିଇଲେ କ'ଣ ହେଲା? ଯେତିକି ପିଉଛି ସେତିକି ମୋର ବି ଭରଣ ପୋଷଣ କରୁଛି। ମୋ ବା ବିଷୟରେ ଖବରଦାର କହୁଛି, ପଦେ ବି କହିବୁନି ହଁ। ତାପରେ ମୁଁ ପଚାରିଲି, ଆରେ ତୋର କ'ଣ ମା ନାହିଁ? ନାଇଁ ରେ ବାବୁ, ମୋର ମା ନାହିଁ। ମୋ ଜନ୍ମରୁ ମୋ ବା ମୋର ସବୁ ଦାୟିତ୍ୱ ନେଇଛି। ତୋର ଅବଶ୍ୟ ମା ବା ଦିଟା ଯାକ ଥିବେ। ନାଇଁ ରେ ସାରିଆ, ମୋର ବା ନାହିଁ କି ମା ନାହିଁ। ଜନ୍ମରୁ ଅନାଥ। ତୋ ବାପା ମାଙ୍କୁ ଠାକୁରେ କାହିଁ ନେଇଗଲେ? ତୋ ମାଆକୁ ଠାକୁରେ କାହିଁ ନେଇଗଲେ? ସେ ଉତ୍ତର ମୁଁ ଜାଣିନି, ଏ ଉତ୍ତର ମୁଁ ବି ଜାଣିନି। ତାପରେ ସେ ମତେ କହିଲା, ହେ ତୋ ନାଁଟି କ'ଣ ତ? ବିନୁ। ବିନୁ, ହଁ ହଁ ମୁଁ ଡାକିବି। ବିନୁ, ଏ ବିନୁ, ଆରେ ମୋ ପାଇଁ ସେ ଗଛରୁ ଗୋଟେ ଚଢ଼େଇ ଆଣିଦେ ନା।
ଆରେ ଚଢ଼େଇ ଗୁଡ଼ାକ ନେଇ ତୁ କ'ଣ କରିବୁ? ତୁ କ'ଣ ଛୋଟ ଛୁଆ ଚଢ଼େଇ ସାଙ୍ଗେ ଖେଳିବୁ? ଆଣିଦେ ମୋ ବିନୁ, ମୋ ସୁନା ଧନ, ଆଣିଦେ। ଦେଖେ ଯଦି ନ ଆଣିବୁ ଏଇ କଟି ପଡ଼ିଲା, ତୋ ସାଙ୍ଗେ ଆଉ କଥା ହେବିନି। ସାରିଆ, ରହ ମୁଁ ଆଣି ଦଉଛି। ସାରିଆ ମନେ ମନେ କହିବାକୁ ଲାଗିଲା, କହି ତ ଦେଲି ଯେ ତାର କିଛି ହେଇଯାଏ। ବିନୁ, ଏ ବିନୁ ତଳକୁ ପଳେଇଆ, ତତେ ମୋର ଆଣ। ଆଲୋ କାହିଁକି ଏମିତି ଡରୁଛୁ? ଡର କୁରିଟା, କ'ଣ ଯେ ତୁ କରିବୁ? କ'ଣ ମୁଁ କାହିଁ କରିବି ମ? ତୁ ବା ଅଛୁ, ତୁ ସବୁ କରିବୁ ମୋର। ଆରେ ମୁଁ କ'ଣ କରିବି? ପାଗେଳିଟା, ହୁଣ୍ଡିଟା, ଯା ସିଆଡ଼େ। ତାପରେ କ'ଣ ହେଲା? ଦିନକୁ ଦିନ ସାରି ଆଉ ମୋ ଭିତରେ ମାନେ ସମ୍ପର୍କ ବଢ଼ି ଚାଲିଲା ବାବୁ। ତାପରେ କ'ଣ ହେଲା କୁହ? ତାପରେ କ'ଣ ହେଲା? ସାର୍, ଦିନକର କଥା। ସାରିଆ ତାଙ୍କ ଗାଁ ଚାନ୍ଦିନୀରେ ମୋ ପାଖରେ ବସିଥିଲା। ତାପରେ ମୁଁ ତାକୁ କହିଲି, ଆରେ ସାରିଆ, ତୁ କ'ଣ କାଲି ଆସିନଥିଲୁ? କାଲି କ'ଣ 2 ଦିନ ହେବ ତୁ ଆସିନୁ? ତୁ ଜାଣିନୁ ତତେ ଦିନେ ନ ଦେଖିଲେ ମୋତେ କେମିତି ଲାଗେ? ଆରେ କେମିତି ଆସିଥାନ୍ତି କହିଲୁ? ମୋତେ ପୁରା ଜ୍ୱର ହେଇଯାଇଥିଲା। ତୋ ବା ତ ତୋ ପାଇଁ କ'ଣ ଆଣିଥିବ? ହଁ, ବୈଦକୁ କହି ବୈଦ କତିରୁ ଚେରମୂଳି ଆଣିଥିଲା, ଆଉ ବଣରୁ କେତେ ପାଚିଲା ଫଳ ଆଣିଥିଲା। ମୁଁ ସେସବୁ ଖାଇଲିନି। ତୁ କାହିଁ ଖାଇଲୁନି? ଆରେ ଜ୍ୱର ସମୟରେ ଯାହା ଖାଇଲେ ମୋର ବାନ୍ତି ହେଇଯାଏ। କ'ଣ ଯେ ତତେ କହିବି ରେ ସାରିଆ। ଆରେ ଜ୍ୱର ସମୟରେ ଫଳ ଖାଇଲେ ବରଂ ଶରୀର ସୁସ୍ଥ ରୁହେ। ନା ମୋର ବାନ୍ତି ହେଇଯାଏ। ଶୁଣୁ, ଏଇ ପଇଡ଼ଟା ଆଣିଛି, ନେ ପିଇ। ନା ମୁଁ ପିଇବିନି, ଯଦି ହେଲେ ବାନ୍ତି ହବ। ଆରେ ନାଇଁ ଲୋ ସାରିଆ, ତୋର କିଛି ହବନି। ମୋ ହାତରୁ ସେ ପଇଡ଼ ପିଇ ଦେଇଥିଲା। ତାପରେ ମୁଁ ତାକୁ ପଚାରିଲି, କେମିତି ଲାଗିଲା? ସାରିଆ, ସବୁଦିନ ମୋତେ ଏମିତି ପଇଡ଼ ପିଆଇ ଦେଉଥିବୁ? ହଁ ରେ, ତତେ ସବୁଦିନ ପଇଡ଼ ପିଆଇ ଦେଉଥିବି। ତୁ ମୋତେ କେବେ ବି ଭୁଲିବୁନି, ମୋତେ ଛାଡ଼ି କୁଆଡ଼େ ଯିବୁନି। ହେ ସାରିଆ, ସାରିଆ। ଆରେ ତୋ ପରି ଗୋଟେ ନିରୀହ ସରଳ ଝିଅର ପ୍ରେମକୁ ଯିଏ ଗୋଡ଼ରେ ଏଡ଼େଇ ଦେଇ ଚାଲିଯିବ, ସେ ପୁରା ନର୍କରେ ପଡ଼ିବ ଲୋ। ହେ ସାରିଆ ରେ, ତୁ ପୁରା ମୋ ପ୍ରାଣଠୁ ଅଧିକା ଲୋ ସାରିଆ। ହେ ସାରିଆ। ବିନୁ ପାଗେଳାଟା, ବେହିଆଟା। ଆରେ ଏ ସାରିଆ କ'ଣ କେବେ ବିନୁକୁ ଛାଡ଼ି ରହିପାରିବ? ତୁ ମୋ ବାଆକୁ କାହିଁ କହୁନୁ କହିଲୁ? ତୁ ମୋତେ ବାହା ହବୁ, ମରଦ ପୁଅ। ତୁ କେତେ ରୋଜଗାର କରୁଛୁ, ଆମର ଛୁଆ ପିଲା ହେବେ, ଆମେ କେତେ ଭଲରେ ରହିବା କହିଲୁ? ହଉ, ତୋ ବା ଆସୁ, ମୁଁ ନିଶ୍ଚୟ କହିବି ଲୋ ସାରିଆ। ତୁ ଯଦି ନ କହିବୁ, ମୁଁ ସତ କହୁଛି ଏଇ ବର ଗଛରେ ରସି ଦେଇଦେବି। ନାଇଁ ସାରିଆ, ସାରିଆରେ ଏତେ ବଡ଼ କଥା କହନା ରେ ସାରିଆ। ଆରେ ଏ ଛାତି ଫାଟିଯିବ ରେ ସାରିଆ, ଏ ଛାତି ଫାଟିଯିବ। ବିନୁ ପୁଣି ସାରିଆ ବିନା ବଞ୍ଚିବ। ବିନୁ ପୁଣି ସାରିଆକୁ ତ୍ୟାଗ କରିବ। ନା ରେ ସାରିଆ, ତତେ ଯଦି ମୋଠୁ କିଏ ଅଲଗା କରିଦେବେ, ମୁଁ ସତ କହୁଛି ଲୋ ସାରିଆ, ତା ମୁଣ୍ଡରୁ ଗଣ୍ଡି ଅଲଗା କରିଦେବି ଲୋ। ସାରିଆ, ଗାଁ ଠାକୁରାଣୀଙ୍କ ରାଣ ଖାଇ କହୁଛି ଲୋ, ଏ ବିନୁଠୁ ତତେ ଯଦି କେହି ଅଲଗା କରିଦେବ, ଏ ବିନୁ କୁରାଡ଼ିରେ ତାକୁ ହାଣି ଟିକ୍ ଟିକ୍ କରିଦବ। ପ୍ରଭୁ, ମୋ ସାରିଆର କିଛି ବି ନ ହଉ। ହେ ପ୍ରଭୁ। ଥାଉ, ମରଦ ପୁଅ, ଟିକେ କଥାରେ ଆଖିରେ ଲୁହ ଝରୁଛି। ମା ଲୋ, କି ମରଦ ବା ଇଏ। ତାପରେ ଦିନକର କଥା। ସାରିଆ ଆଉ ମୁଁ ଏକାଠି ହେଇଥିଲୁ। ଏଇ ସମୟରେ ତା ବା ଆମକୁ ଦେଖିଦେଲା, ଆଉ ସେ କହିଲା, ସାରେ ଆଲୋ କ'ଣ ଏସବୁ କରୁଛୁ? ମୋ ନାଁ କମଲେଶ ମାଝି। ଆଲୋ ମୋ ଇଜ୍ଜତ ପ୍ରତି ଟିକେ ଧ୍ୟାନ ଦେ, ନା ସେତିକ ବି ନାହିଁ? ସାରିଆ, ଏ ବା ତୁ ଏମିତି କ'ଣ କହୁଛୁ? ମୁଁ କ'ଣ ତୋ ଇଜ୍ଜତ ପ୍ରତି ଧ୍ୟାନ ଦେଲିନି ତୁ କହିଲୁ? ଆରେ ଏ ବିଦେଶ ଟୋକାଟା ସାଙ୍ଗେ କାହିଁ ନଟର ପଟର ହଉଛୁ, ମୁଁ ଟିକେ ଶୁଣେ। ଏ ବା ତୁ ସେମିତି କହନା। ତୁ ଜାଣିଛୁ ଏ ବାବୁକୁ ମୁଁ ବହୁତ ଭଲ ପାଏ। ପ୍ରେମ? କି ପ୍ରେମ ଦେଖଉଛୁ ମତେ? ଆବେ କମଲେଶ ମାଝି କି ତୁ କି ପ୍ରେମ ଦେଖଉଛୁ? ଏ କମଲେଶ ମାଝିର ଇଜ୍ଜତ ନବାକୁ ବସିଛି ଏ ବିଦେଶୀ ଟୋକା। ସାରିଆ ବୁଝେଇଦେଲା, ବା ମୁଁ ସତ କହୁଛି, ମୁଁ ଆକୁ ବହୁତ ଭଲ ପାଏ। ଯଦି ଆକୁ ମୁଁ ବାହା ନ ହେବି, ତେବେ ଗଡ଼ିଆକୁ ଡେଇଁ ପଡ଼ିବି। ସାରିଆ, ଆଲୋ ତୁ ବା ମୋର ଝିଅ ନୁହେଁ ଲୋ, ତୁ ବା ମୋର ଲକ୍ଷ୍ମୀ ଲୋ। ସାରିଆ ରେ, ଆରେ ତୁ କେଡ ବଡ଼ କଥା କହିଲୁ। ଆଲୋ ତୁ ଜନ୍ମ ହେଲା ବେଳକୁ
ତୋ ମା ମରିଗଲା, ତୋରି ଏଇ ମୁହଁଟିକୁ ଚାହିଁକି ମୁଁ ବଞ୍ଚିଛି ଲୋ ସାରିଆ। ତୁ ମତେ ପର କରିଦବା କଥା କହୁଛୁ। ସାରିଆରେ ସାରିଆ, ତୁ ଯଦି ଚାହୁଁଛୁ ମୁଁ ତତେ ଆରି ସହିତ ବାହା କରିଦେବି। ତାପରେ କଣ ହେଲା? ତମ ଦୁଇ ଜଣଙ୍କର କଣ ବାହାଘର ହେଇପାରିଲାନି? ବିବାହ କେମିତି ହେଇଥାନ୍ତା ସାର୍? ଦିନକର କଥା, ନଜର ପଡ଼ିଗଲା ଆମ ପ୍ରେମ ଉପରେ ସେ ବେଇମାନ MLA ର। କୋଉ MLA? କାହା କଥା କହୁଛ? ସେଇ ବିସ୍ମୟ, ଓ ବିସ୍ମୟ ମହନ୍ତ, ଯେ ଏବେ ଠିଆ ହେଇଛନ୍ତି, ମାନେ ଏବେ ପୁନର୍ବାର ମାନେ ପ୍ରାର୍ଥୀ ହେଇଛନ୍ତି ଶାସକ ଦଳ ତରଫରୁ। ହଁ ସାର୍, ସେଦିନ ସେ ଆମ ଗାଁକୁ କୌଣସି ମତେ କାମକୁ ଆସିଥିଲା। ଆଉ ସେ ତৎକ୍ଷଣାତ୍ ତାର ପିଏ ବଳିଆକୁ କହିଲା, ଆରେ ବଳିଆ, ଇଏ କିଏ କିରେ? ଆଜ୍ଞା, ଇଏ ହଉଛି ଆମ କମଲେଶ ମାଝିର ଝିଅ ମ। ଓ ଗାଉଁଲି ମାଛଟା ପରା ବା, ଭାରି ଚମକୁଛି। ଆଜ୍ଞା, ବୟସ ହେଇ ହେଇ 17 କି 18 ହବ। ଓ ସେ କଥା କହୁନ। ବଳିଆ ଆଜ୍ଞା, କଣ କହିଲେ କି? ବଳିଆ ଆଜ୍ଞା, କଣ କହିଲେ କି? ବଳିଆ, ଏଇଟା କଣ? ଆଜ୍ଞା, 10,000 ଟଙ୍କା। ଆକୁ ନେ, ଆଉ କମଲେଶ କୁ ଯାଇ କହ MLAଙ୍କ ପାଇଁ ଯୋଉ କାମ ସବୁ କରିଛୁ ସେଥିପାଇଁ ତତେ ନୋଟ ଦେବେ MLA। ଆଉ ତୁ ତୋ ଝିଅକୁ ପଠେଇ ସେ ଟଙ୍କା ନେଇ ଆ। ବାକି କାମ ଯେମିତି ସାର୍ ସବୁ ବୁଝିଗଲି ମ। ଖାଲି ଯା ଜହ୍ନ ବି ପଡିଛି ସାର୍, କଇଁ ବି ଫୁଟିଛି। ଖାଲି ମାନେ ଦେବଦାସୀ ନାଚିବାର ଅଛି ଆଉ। ନେତା ହବ ତ ଏମିତି, ଗରିବ ଝିଅଙ୍କ ଇଜ୍ଜତ ଲୁଟିକି ଖୁସି ହଉଥିବ ଯେମିତି। ଆଜ୍ଞା ସାର୍, ଭଲ ଦେଶ ଚିନ୍ତା ଆପଣଙ୍କର। ଯଦି ଦେଶ ଚିନ୍ତା ଠିକ ନଥାନ୍ତା ମୁଁ MLA ହେଇଥାନ୍ତି କେମିତି? ହଁ ସାର୍, ଠିକ କଥା ଯାହା କହିଛନ୍ତି। ତାପରେ କଣ ହେଲା? ସାର୍, ସେ କୌଶଳ କରି ସାରିଆକୁ ନେଇଗଲା। ତା ବାଆକୁ ସେ ବଳିଆ ଆସି କହିଲା, ତୋ ଝିଅକୁ ପଠା, MLAଙ୍କର କାମ କରିଛି, MLA ଟଙ୍କା ଦେବେ। ସେ ଝିଅ ଚାଲିଗଲା। ତମେ ତ ଏସବୁ ପ୍ରତିବାଦ କରିପାରିଥାନ୍ତ, ତମେ ତା ପଛରେ ଯାଇପାରିଥାନ୍ତ। ସାର୍, ସିଏ ମତେ ତା ପରଦିନ ଗୋଟେ ନାଚ ଗୀତ ଆୟୋଜନ ହବ କହିକି ଗୋଟେ ଡ୍ୟାନ୍ସ ପାର୍ଟି ଡାକିବା ପାଇଁ ବାହାରକୁ ପଠେଇ ଦେଇଥିଲା ସାର୍। ତାପରେ କଣ ହବ? ସାରି ଯାଇ ସେଠାରେ ପହଞ୍ଚିଲା, ଆଉ ସେ ଟଙ୍କା ଦବା ବାହାନାରେ ତାକୁ ଭିତରକୁ ନେଇଗଲା। ତାପରେ ସାରିକି ଜୋର ଜବରଦସ୍ତ ବଳାତ୍କାର କରିବାକୁ ଲାଗିଲା। ସାରି ଚିତ୍କାର କରିଲା, ମତେ ଛାଡିଦେ, ମତେ ଛାଡିଦେ। ବାଘ ପଞ୍ଝରାରେ ଯେତେବେଳେ ହରିଣ ପଡିଥାଏ ସେମିତି ଚିତ୍କାର କରିଥାଏ, ମତେ ଛାଡି ଦିଅ, ମତେ ଛାଡି ଦିଅ। କିନ୍ତୁ ବାଘ କେବେ ଛାଡେନି ଲୋ। ବାଘ ମାଂସ ଖାଇବା ଶିଖିଛି, ଘାସ ନୁହେଁ। କେତେ ସୁନ୍ଦରିଆ ମାଉଁସିଆ ଦେହଟେ ପାଇଛୁ ମ। ବୋପାଟା ତୋର ଏତେ କଳା, ତୁ ଅଜାତ ଟୋକୀ ଏମିତି ଗୋରି କେମିତି ହେଲୁ କିଲୋ? ମା କଣ ମାନେ ତୋଳା ନଡିଆ ଖାଇ ତତେ ଜନ୍ମ କରିଥିଲା କି? ଏ ବାବୁ ଦେଖ, ଭଲ ହବନି କହୁଛି। ମୋ ଉପରେ ନଜର ପକାନା। ମୋ ବିନୁକୁ ତୁ ଜାଣିନୁ, କଣ କରିବ ସିଏ? ଆରେ ତାକୁ ମୁଁ ବାହାରକୁ ପଠେଇ ଦେଇଛି। ଆବେ ଆସ। ତାପରେ କଣ ହବ? ସାରିକି ସେ ଗୋଡେଇ ଗୋଡେଇ ବଳାତ୍କାର କଲା। ତାପରେ ମୁଁ ଆସିକି ତା ପରଦିନ ଯେତେବେଳେ ପହଞ୍ଚିଲି, ସେ ସେଠି ନଥିଲା। ବଳିଆକୁ ଖାଲି ମୋ ଟଙ୍କାଟା ଦେଇ ଦେଇ ଯାଇଥିଲା। ଆଉ ବଳିଆ ବି କହିଲା ସାରି ଆସି କାଲି ରାତିରୁ ଟଙ୍କା ନେଇଯାଇ ଏଠୁ ପଳେଇ ଯାଇଛି ବୋଲି। ତାପରେ କିଛି ଦିନ ପରେ ସାରିର ଶବ ଜଙ୍ଗଲ ଭିତରୁ ମିଳିଲା। ସମସ୍ତେ କହିଲେ ବାଘ ଅଧା ଖାଇ ତାକୁ ଫୋପାଡ଼ି ଦେଇ ପଳେଇଛି। ଆରେ ପୋଲିସର କେସ୍ ତ ହେଇପାରିଥାନ୍ତା। ପୋଲିସରେ କେମିତି କେସ୍ ହବ ସାର୍? ଯିଏ ତ ସାକ୍ଷୀ ଥିଲା ସେଦିନର, ସିଏ ତ ଦୂରକୁ ଚାଲିଗଲା, ଆଉ ପରେ ହିଁ ଜଣେଇଲା। କଣ କହୁଛ ତମେ? ହଁ ସାର୍, ସେ ନିଧି ମଉସା ସେସବୁର ସାକ୍ଷୀ ଥିଲେ। କିନ୍ତୁ ସେ ଯେହେତୁ MLA, ତା କଥା ପୋଲିସ ହିଁ ଶୁଣିବ। ତା ପାଖରେ ପଇସା ଅଛି। ନିଧି ମଉସା ବିଶେଷ ଲେଖାପଢା ଜାଣିନାହାନ୍ତି, ଅଳ୍ପ କିଛି ଲେଖାପଢା ଜାଣିଛନ୍ତି। ସେ ଯୋଉଦିନ ତା ପୁଅ ସହିତ ବାହାରକୁ ଗଲେ ମତେ ଚିଠିଟା ଦେଇ ଦେଇ ଯାଇଥିଲେ ସାର୍। ମୁଁ ସେ ଚିଠି ଦେଖିଲି। ଯାହା ଯାହା ମତେ ସେ କହିଥିଲା, ମାନେ ବିନୁ, ସେଇଆ ଲେଖା ଥିଲା। ବିନୁ, ତାହେଲେ ଏ ବଙ୍ଗଳାରେ ତମେ ମତେ ରହିବାକୁ ମନା କାହିଁ କରୁଥିଲ? ସାର୍, ସବୁଦିନ ମାନେ ଏଇ ବୈଶାଖ ମାସ ପୂର୍ଣ୍ଣିମା ରାତିରେ ମୋ ସାରି ଏଠାକୁ ଆସେ। ଇଏ ଦେଖୁନାହାନ୍ତି ମତେ ଡାକୁଛି, ବିନୁ, ଏ ବିନୁ ଆସେ, ଚାନ୍ଦିନୀରେ ବସିବା। ଆରେ ନାଇଁ ବିନୁ, ଏସବୁ ତମ ମନର ଭ୍ରମ। ନା ନା ସାର୍, ଏଇ ଦେଖନ୍ତୁ, ହେଇ ମୋ ସାରିଆ, ଏଇ ସେଇଠି ଠିଆ ହେଇଛି, ଏଇ ସେଇ ଧଳା ଲୁଗା।
ମୋ ସାରିଆ ଆରେ ବିନୁ ମୁଁ ଶପଥ କରିଛି ସାର୍, ଏଇଟା ମୋର ପ୍ରତିଜ୍ଞା, ଯିଏ ମୋ ସାରିକି ମୋଠୁ ଅଲଗା କରିଛି ମୁଁ ତାକୁ ହାଣି ଟିକ୍ ଟିକ୍ କରିଦେବି ସାର୍। ଠିକ୍ ଅଛି, କାଲି ସେ ବାଷ୍ଟାର୍ଡ ଏଠାକୁ ଆସିବ ଆଉ ଏଠି ଗୋଟେ ସଭାର ଆୟୋଜନ କରିବ। ମୁଁ ତମକୁ ସହଯୋଗ କରିବି, ତମେ ବ୍ୟସ୍ତ ହୁଅନି। ତା ପରଦିନ ସେ ଏଠାକୁ ଆସିଥିଲା ଆଉ ଭାଷଣ ଦେବା ଆରମ୍ଭ କରିଥିଲା। ଆପଣମାନେ ଜାଣିଥିବେ ମୁଁ 5 ବର୍ଷ MLA ରହିବା ପରେ ଏଠାକାର କି ଉନ୍ନତି କରିଛି। ଆଗାମୀ 5 ବର୍ଷ ଯଦି ଆପଣମାନେ ମୋତେ ଆଶୀର୍ବାଦ କରନ୍ତି, ମୁଁ ନିଶ୍ଚୟ ଆପଣମାନଙ୍କୁ ସ୍ୱର୍ଗର ସୁଖ ପ୍ରଦାନ କରିବି। ଏହି ସମୟରେ ମୁଁ କହିଲି, ସାର୍ ଆପଣଙ୍କ ପାଇଁ ଗୋଟେ ଉପହାର ରଖିଛି। ନା ବିନୁ, ଆରେ ଆସ ଆସ ଉପରକୁ ଆସ। ବିନୁ ଫୁଲମାଳଟେ ତା ବେକରେ ପକେଇଥିଲା। ତାପରେ ତଳକୁ ଆସି ରିମୋଟ ମାରିଥିଲା। ଫୁଲମାଳ ଭିତରେ ବମ୍ ଥିଲା। ବ୍ଲାଷ୍ଟ ହେବାରୁ MLA ସେଇଠି ମର୍ଡର ହେଇଯାଇଥିଲା। ତାପରେ ମୋତେ ସମସ୍ତେ ପଚାରିଥିଲେ, ମିଡ଼ିଆ, ପୋଲିସ, ଏମିତିକି ବିରୋଧୀ ଦଳ ସମସ୍ତେ ମୋତେ ଘେରି ଯାଇଥିଲେ। ଜବାବ ଦିଅନ୍ତୁ, ଆପଣ ଜଣେ ନିର୍ବାଚନର ରଣାଙ୍ଗମରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀକି ଆପଣ କାହିଁକି ସର୍ବସମ୍ମୁଖରେ ହତ୍ୟା କଲେ? ଗୋଟେ ବାଷ୍ଟାର୍ଡକୁ ହତ୍ୟା ନ କରି ଆଉ କ'ଣ କରିଥାନ୍ତି? କ'ଣ କହୁଛନ୍ତି ଆପଣ? କ'ଣ ନ କହୁଛି ମୁଁ? ବାଷ୍ଟାର୍ଡକୁ ବାଷ୍ଟାର୍ଡ କହିବିନି ତ କ'ଣ କହିବି? ଆରେ ବାବୁ, ଗୋଟେ ଦେଶଦ୍ରୋହୀ ଥିଲା ସେ। ନେତା, କି ନେତା ସିଏ? ସେ କ'ଣ ବିର୍ସା ମୁଣ୍ଡାଙ୍କ ଭଳି ନେତା ଯିଏ ଗରିବ ଲୋକମାନଙ୍କର ଦୁଃଖକୁ ସହିପାରୁନଥିଲେ? ସେ କ'ଣ ସୁଭାଷ ବୋଷଙ୍କ ପରି ନେତା? ନା ସେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ପରି ନେତା? ଏ ବାଷ୍ଟାର୍ଡଟି ସାରି ଭଳି ଗୋଟେ ନିରୀହ ଝିଅର ଜୀବନ ନେଇଗଲା। କୁହ, ଏଇଟା କ'ଣ ଅନ୍ୟାୟ ନୁହେଁ? କୁହ, ଜବାବ ଦିଅ ତମମାନେ ସବୁ। ପ୍ରମାଣ କ'ଣ ଅଛି ଆପଣଙ୍କ ପାଖରେ? ଏଇ ଚିଠି ହେଉଛି ତାର ସାକ୍ଷୀ। ଚିଠି ପଢ଼ିବା ପରେ ସମସ୍ତେ ସବୁ କିଛି ଜାଣିଥିଲେ। ସେଥିରେ ସହଯୋଗ କରିଥିବାରୁ ବଳିଆକୁ ଆଜୀବନ କାରାଦଣ୍ଡ ହୋଇଯାଇଥିଲା। ଏଇ ଥିଲା ମୋ ପ୍ରତିଜ୍ଞା।